ପିଲାମାନେ ତୁମ ସମସ୍ତଙ୍କୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଶଂସାରେ ଏଜୁକେସନ୍କୁ ସ୍ୱାଗତ। ଆଜି ଆମେ ତୁମର ଇଣ୍ଟରନାଲ୍ ଆସେସମେଣ୍ଟ 4 ପାଇଁ ଜେନେରାଲ୍ ସାଇନ୍ସର ଏକ ପ୍ରଶ୍ନପତ୍ରର ଉତ୍ତର ଗୁଡ଼ିକ ଆଲୋଚନା କରିବା। ଯଦି ଏହି ଭିଡ଼ିଓଟି ତୁମକୁ ଭଲ ଲାଗେ ତେବେ ତୁମକୁ ଏହାକୁ ଲାଇକ୍ କରିବା ସହିତ ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିବ। ପିରିୟଡିକ୍ ଟେଷ୍ଟ ୟୁନିଟ୍ 1 ବିଦ୍ୟୁତ୍ ପ୍ରବାହୀ ପରିବାହୀ ଏକ ଚୁମ୍ବକ ଭଳି କାର୍ଯ୍ୟ କରେ। ଏହା କେଉଁ ବୈଜ୍ଞାନିକଙ୍କ ପରୀକ୍ଷାଲବ୍ଧ ସିଦ୍ଧାନ୍ତ ଥିଲା? ଉତ୍ତର ହାନ୍ସ କ୍ରିଷ୍ଟିଆନ ଓର୍ଷ୍ଟେଡ୍। ଚାର୍ଜର ଏସ୍ଆଇ ଏକକ କେଉଁ ବୈଜ୍ଞାନିକ ନାମ ଅନୁସାରେ ହୋଇଛି? ଉତ୍ତର ହେବ ଚାର୍ଲସ ଅଗଷ୍ଟିନ୍ ଡି କୁଲମ୍। 5 ସେକେଣ୍ଡରେ 2 କୁଲମ୍ ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ? 0.4 ଆମ୍ପିୟର। ପରିପଥରେ ଭୋଲ୍ଟମିଟରକୁ କିପରି ସଂଯୁକ୍ତ କରାଯାଏ? ଏହାର ସମାନ୍ତରାଳ ସଂଯୋଗ। ପରିପଥରେ ବ୍ୟବହୃତ এই ଯେଉଁ ସିମ୍ବଲଟି ଦେଇଛି ଏହି ସଂକେତଟି କେଉଁ ଉପକରଣର ସଂକେତ ଅଟେ? ପରିବର୍ତ୍ତୀ ପ୍ରତିରୋଧୀ ବା ରିଷ୍ଟୋଟ। ୟୁନିଟ୍ 2 ସଳଖ ବିଦ୍ୟୁତ୍ ପ୍ରବାହର ଆବୃତ୍ତି କେତେ? ଉତ୍ତର ହେବ 0। ସୁଇଚକୁ ପରିପଥରେ କିପରି ସଂଯୁକ୍ତ କରାଯାଏ? ଉତ୍ତର ଶ୍ରେଣୀ ସଂଯୋଗ। ସଲନେଡ୍ ଭିତର ପଟରେ ସବୁଠାରୁ କେଉଁ ପ୍ରକାର ଚୁମ୍ବକୀୟ କ୍ଷେତ୍ର ଦେଖାଯାଏ? ଉତ୍ତର ହେବ ସମାନ। ଫ୍ଲେମିଙ୍କ ବାମହସ୍ତ ନିୟମରେ ମଧ୍ୟମ ଆଙ୍ଗୁଳି କାହାର ଦିଗ ନିର୍ଦ୍ଦେଶନ କରେ? ବିଦ୍ୟୁତ୍ ସ୍ରୋତର ଦିଗ। ଗୃହ ବିଦ୍ୟୁତ୍ ଯୋଗାଣରେ ଥିବା କେଉଁ ବ୍ୟବସ୍ଥା ବ୍ୟବହାରକାରୀକୁ ସୁରକ୍ଷା ଦେଇଥାଏ? ଉତ୍ତର ଫ୍ୟୁଜ୍ ଏବଂ ଭୂ ସଂଯୋଗ, ଯାହାକୁ ଆମେ ଆର୍ଥିଂ ବୋଲି କହୁଛେ। ୟୁନିଟ୍ 3 ସୂର୍ଯ୍ୟଙ୍କଠାରୁ ଆସୁଥିବା ରଶ୍ମିରୁ କିଛି ଅବଶୋଷିତ ହେଉଥିବା ବେଳେ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ଫେରିଯାଏ। ଏହି ପ୍ରତିଫଳନକୁ କ'ଣ କୁହାଯାଏ? ଏହାକୁ ଆଲବେଡୋ ବୋଲି କୁହାଯାଏ। ସୌର ସେଲ୍ ଉପରେ ପ୍ରଥମ ସଫଳ ଗବେଷଣା କେଉଁଠାରେ ହୋଇଥିଲା? ଉତ୍ତର ହେବ ବେଲ୍ ଟେଲିଫୋନ୍ ଲାବୋରେଟୋରୀ। ପୁରୀ ସମୁଦ୍ର କୂଳରେ ଓଡ଼ିଶା ସରକାର ସ୍ଥାପନ କରିଥିବା ପବନ କଳରୁ ବାର୍ଷିକ କେତେ ଶକ୍ତି ମିଳୁଛି? ଉତ୍ତର ହେବ 5.5 ମେଗାୱାଟ। ଭାରତ ସରକାର ଜଳ ବିଦ୍ୟୁତ୍ ଯୋଗାଣ ଆଇନ କେବେ ପ୍ରଣୟନ କରିଛନ୍ତି? 1948 ମସିହା। କେଉଁ ପ୍ରକ୍ରିୟାରେ କୋଇଲାକୁ କୋକରେ ପରିଣତ କରାଯାଏ? ଏହାର ଉତ୍ତର ହେଉଛି ୟୁନିଟ୍ 4 ଇକୋସିଷ୍ଟମ୍ ଶବ୍ଦର ବ୍ୟବହାର ପ୍ରଥମେ କିଏ କରିଥିଲେ? ଉତ୍ତର ହେଉଛି ଏଜି ଟାନ୍ସଲେ। ଯେକୌଣସି ଖାଦ୍ୟ ଶୃଙ୍ଖଳରେ ଖୁବ୍ ବେଶୀରେ 5ଟି ଖାଦ୍ୟ ସ୍ତର ଥାଏ, ଏକଥା କେଉଁ ବୈଜ୍ଞାନିକ ଜଣାଇଥିଲେ? ଉତ୍ତର ହେଉଛି ଚାର୍ଲସ ଏଲ୍ଟନ୍। 10% ନିୟମ କେଉଁ ବୈଜ୍ଞାନିକ ପ୍ରଣୟନ କରିଥିଲେ? ଆର୍.ଏଲ୍. ଲିଣ୍ଡେମାନ୍। ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁ ପ୍ରକାର? ହେଉଛି ଏକମୁଖୀ। ପରିସଂସ୍ଥାରେ ପ୍ଲବ ଉଦ୍ଭିଦ କେଉଁ ଶ୍ରେଣୀର ଉଦ୍ଭିଦ ଅଟେ? ଉତ୍ପାଦକ। ବିଶିଷ୍ଟ ପ୍ରତିରୋଧର ଏସ୍ଆଇ ଏକକ କ'ଣ? ଓହ୍ମିଟର। ଗୃହ ବିଦ୍ୟୁତ୍ ଯୋଗାଣରେ ବିଦ୍ୟୁତ୍ ଉପକରଣଗୁଡ଼ିକୁ କିଭଳି ସଂଯୋଗ କରାଯାଏ? ଉତ୍ତର ସମାନ୍ତରାଳ ସଂଯୋଗ। ଥାର୍ଡ଼ କ୍ୱେଶ୍ଚିନ୍ ଜୁଲଙ୍କ ତାପନ ନିୟମଟି କ'ଣ? H=I²RT। ବିଦ୍ୟୁତ୍ ବଲ୍ବ ଭିତରେ ଥିବା ସୂତ୍ରର ଆୟୁଷ ବଢ଼ାଇବା ପାଇଁ କ'ଣ କରାଯାଏ? ତା ଭିତରେ ନାଇଟ୍ରୋଜେନ୍ କିମ୍ବା ଆର୍ଗନ୍ର ବ୍ୟବହାର କରାଯାଏ। ବିଦ୍ୟୁତ୍ ପ୍ରବାହ ଦ୍ୱାରା ପ୍ରଦତ୍ତ ଶକ୍ତିର ହାର କେଉଁ କାରକ ଉପରେ ନିର୍ଭର କରେ? ଉତ୍ତର ହେଉଛି ବିଦ୍ୟୁତ୍ ସ୍ରୋତ, ବିଭବ ପାର୍ଥକ୍ୟ ଏବଂ ପ୍ରତିରୋଧ। ୟୁନିଟ୍ 3 ଚୁମ୍ବକୀୟ ରେଖା କ୍ଷେତ୍ର ରେଖା ପାଇଁ କେଉଁ ରାଶି ଦ୍ୱାରା ବର୍ଣ୍ଣିତ? ତାହା କେଉଁ ପ୍ରକାର ରାଶି? ଚୁମ୍ବକୀୟ କ୍ଷେତ୍ରର ଶକ୍ତି। এই ଯେଉଁ ଚିତ୍ରଟି ଦେଇଛି, ଦତ୍ତ ଚିତ୍ରରେ କ'ଣ ଦର୍ଶାଯାଇଛି? ପରିବର୍ତ୍ତନଶୀଳ ପ୍ରତିରୋଧ। ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମକୁ ଅନ୍ୟ କେଉଁ ନାମରେ ପରିଚିତ? ମାକ୍ସୱେଲଙ୍କ କର୍ସ୍କୁ ନିୟମ ଭାବରେ ପରିଚିତ। ଗୋଟିଏ ଇଲେକ୍ଟ୍ରନ୍ ଏକ ଚୁମ୍ବକୀୟ କ୍ଷେତ୍ରରେ ଲମ୍ବ ଭାବେ ପ୍ରବେଶ କରୁଛି। ଇଲେକ୍ଟ୍ରନ୍ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ କେଉଁ ଆଡ଼କୁ ହେବ? ଚୁମ୍ବକୀୟ କ୍ଷେତ୍ର ଏବଂ ଇଲେକ୍ଟ୍ରନ୍ର ଗତିପଥ ଉଭୟଙ୍କ ପ୍ରତି ଲମ୍ବ ଭାବରେ ରହିବ। କେଉଁ ବିଦ୍ୟୁତ୍ ଉପକରଣଟି ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣର ନିୟମ ଅନୁସାରେ କାର୍ଯ୍ୟ କରେ? ଉତ୍ତର ହେଉଛି ବିଦ୍ୟୁତ୍ ଜେନେରେଟର। ୟୁନିଟ୍ 3 ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶ ମାର୍ଗରୁ ହେଲିକପ୍ଟର ସାହାଯ୍ୟରେ କ'ଣ ବ୍ୟବହାର କରାଯାଏ? ଏହାର ଉତ୍ତର ହେଉଛି ଜଳ କମାଣ। ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣର? ବାହ୍ୟ ସ୍ଥାନ ସଂରକ୍ଷଣ। ତ 3 ନମ୍ବର କ୍ୱେଶ୍ଚିନ୍ ଓଡ଼ିଶାର ଚିଲିକାର ନଳବଣ ଅଭୟାରଣ୍ୟ କେଉଁଥିପାଇଁ ପ୍ରସିଦ୍ଧି ଲାଭ କରିଛି? ଏହା ହେଉଛି ପରିବ୍ରାଜୀ ବିଦେଶୀ ପକ୍ଷୀଙ୍କ ବାସସ୍ଥଳୀ।
परिव्राजी विदेशी पक्षीଙ୍କ बासस्थली। नेक्स्ट क्वेश्चन अच्छी सातकोशिया ठारे केउं जीव संरक्षण प्रकल्प रही। यार उत्तर होची घड़ियाल कुंभीर। कोयला और पेट्रोलियम केउं प्रकार प्राकृतिक संपदर उदाहरण। या नवीकरण अयोग्य प्राकृतिक संपदर उदाहरण। तो यूनिट 4 क स्तंभ सहित ख स्तंभ मिलन करिया देछि। देखो गड़खाई अच्छी मयूरभंज, IUCN रेड डाटा बुक, जातीय उद्यान स्वस्थाने संरक्षण, जिंक सूक्ष्म पोषक, कार्बन स्थूल पोषक। पिला माने यह तुमर आगामी इंटरनल असेसमेंट पे गोटे प्रैक्टिस क्वेश्चन सेट थिला। तुम एथिरे थिबा क्वेश्चन गुडी को बारंबार अभ्यास करिवो, जाफरे तुम परीक्षा रे भल रिजल्ट करि परिबो। धन्यवाद।